हेलो हाय नमस्कार ମୁଁ ଆପଣଙ୍କୁ ଅତି ପ୍ରିୟ ମିଷ୍ଟର ଶଙ୍କର ସ୍ୱାଗତ ଜଣାଉଛି ଆପଣଙ୍କୁ ଆପଣଙ୍କ ଚ୍ୟାନେଲ ମିଷ୍ଟର ଶଙ୍କରକୁ ତ ନିହାତି ମାତ୍ରାରେ ଅଫିସିଆଲ ଭାବରେ ରାବଣ ମୁଭିର ଆଜ୍ଞା 3ଟି ପୋଷ୍ଟର ରିଲିଜ ହୋଇଥିଲା ଏଇ କିଛି ଦିନ ତଳେ। ସେ ଏମିତିକା ଭାବରେ ଗୋଟେ ମାହୋଲ କ୍ରିଏଟ କରିଲା, ଏମିତିକା ଭାବରେ ଗୋଟେ ମାନେ ମୁଭିର ହାଇକୁ ବଢେଇ ଦେବାର ସକ୍ଷମ ହେଲା। ମାନେ ବହୁତ ଗୁଡା ମୁଭି ଆଜ୍ଞା ରିଲିଜ ହେଇଗଲା ସୁଦ୍ଧା ତାଙ୍କର ଏମିତି ହାଇପ ହୁଏନି, ବୁଝିଲେ କି। ତାଙ୍କର ଫାଷ୍ଟ ଲୁକ୍ ପୋଷ୍ଟର ଆଜ୍ଞା ଏତେ ଭାବରେ ଲୋକମାନଙ୍କର ଭଲ ପାଇବା ପାଇପାରେନି, ହେଲେ ରାବଣ ମୁଭିର ଆଜ୍ଞା ଯୋଉ ଲୁକ୍ ଗୁଡା ତିନିଟା ଆଜ୍ଞା ଆସିଲା ଅଫିସିଆଲ ଭାବରେ, ଗୋଟେ ନିଶା ବୁଝିଲା ନା, ଗୋଟେ ଦେବିକା ଆଉ ଗୋଟେ ଭୀମା, ଯୋଉ ତିନିଟା କ୍ୟାରେକ୍ଟର ତିନିଟା ପୋଷ୍ଟର ଆଜ୍ଞା ଆସିଲା, ସେ ସୁପର ଫାଡ ଆଜ୍ଞା ଦର୍ଶକ ମାନଙ୍କର ଭଲ ପାଇବା ଆଜ୍ଞା ସାମୁହିକ ଭାବରେ ସକ୍ଷମ ହେଇଗଲା। କାହିଁକି ନା ଦେଖନ୍ତୁ, ଗୋଟେ ଦିନରେ ହିଁ 31K ଲାଇକ୍ ସାଉଣ୍ଡ ପାରିଲା ଆଜ୍ଞା, 31,000 ପ୍ଲସ ଲାଇକ୍ସ ଆଜ୍ଞା ସାଉଣ୍ଡ ପାରିଲା ଗୋଟେ ଦିନ ଭିତରେ, ସେଟା ବି ଫାଷ୍ଟ ଲୁକ୍ ରାବଣ ମୁଭିର ଆଜ୍ଞା। ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ଏମିତିକା ଭାବରେ ଗୋଟେ ଚହଳ ସୃଷ୍ଟି ହେଲା ପୋଷ୍ଟରକୁ ନେଇକି। ଯୋଉ ଭଳିଆ ପୋଷ୍ଟର ଆଜ୍ଞା ଲୋକମାନଙ୍କୁ ବହୁତ ହି ଆଚମ୍ବିତ କରିଲା, ବହୁତ ହି ପସନ୍ଦ ଆସିଲା ଆଉ ବହୁତ ହି ଭଲ ଲାଗିଲା। ସେଇଥିପାଇଁ ତ ଲୋକମାନେ ଲାଇକ୍ ମାରିଲେ ନା। ତ ଦେଖନ୍ତୁ, ରାବଣ ମୁଭି ତ ଏବେ ରିଲିଜ ହେଇନାହିଁ, 4 to 5 months ଆଜ୍ଞା ବାକି ଅଛି। ହେଲେ ଏବେରୁ ହିଁ ତାର ଫାଷ୍ଟ ଲୁକ୍ ର ଏତେ ଚାହିଦା ଅଛି, ତ ଭାବନ୍ତୁ ଯେତେବେଳେ ଆଉଟପୁଟ ଗୋଟେ ଆସିବ, ଯେତେବେଳେ ପ୍ରଡକ୍ଟ ଆଜ୍ଞା ଥିଏଟରରେ ଚାଲୁଥିବ, ବୁଝିଲେ ନା, ମୁଭିଟା ଯେତେବେଳେ ଥିଏଟରରେ ଚାଲୁଥିବ, ସେତେବେଳେ ମୁଭିର ଆଜ୍ଞା ଲେବୁଲ କୋଉ ହିସାବରେ ଯିବ, କୋଉ ଭଳିଆ ବକ୍ସ ଅଫିସରେ ଯେ କଲେକ୍ସନ କରିବ, କୋଉ ଭଳିଆ ଭାବରେ ଗୋଟେ ବେଞ୍ଚମାର୍କ ସୃଷ୍ଟି କରିବ, ସେଇଟା ଏବେରୁ ଭାବିଲା ବେଳେ ଆଜ୍ଞା ଗୁଜବମ୍ସ କ୍ରିଏଟ ହେଉଛି। ତ ଆପଣଙ୍କର କଣ ପର୍ସନାଲ ଓପିନିଅନ ଅଛି ଫାଷ୍ଟ ଲୁକ୍ କୁ ନେଇକି, ରାବଣ ମୁଭିକୁ ନେଇକି, ଅନୁଭବ ଭାଇଙ୍କୁ ନେଇକି, ପ୍ଲିଜ କମେଣ୍ଟ ମାଧ୍ୟମରେ ଜଣେଇଦେବେ। ତାହେଲେ ଆମେ ଆଉ ଗୋଟେ ପ୍ରପର ଭିଡିଓ କରିବା ଆଉ ଡିଟେଲ୍ସ ଭାବରେ ଭିଡିଓ ବନେଇବା, ଅନୁଭବ ଭାଇଙ୍କ ପାଖକୁ ଯେମିତି ଭିଡିଓଟି ପହଞ୍ଚିବ, ସେ ବି ତାଙ୍କର କିଛି ଅଫିସିଆଲ ଭାବରେ ମତାମତି ଦେବେ, ଯେମିତି ନିହାତି ଭାବରେ ଗୋଟେ ଅଲଗା ଲେବୁଲରେ ଭିଡିଓ ବନେଇବା। ତ ନିହାତି ଭାବରେ ଆପଣଙ୍କର ପର୍ସନାଲ ଓପିନିଅନ ଜଣେଇଦେବେ। ଭିଡିଓ ପୁରା ଲାଇକ୍ କରନ୍ତୁ, ଭିଡିଓ ପୁରା ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇକି ପାଖରେ ଥିବା ନୋଟିଫିକେସନ ବେଲକୁ ମଧ୍ୟ କ୍ଲିକ୍ କରିକି ଭିଡିଓ ପୁରା ଲାଇକ୍ କରନ୍ତୁ, ଭିଡିଓ ପୁରା ସେୟାର ମଧ୍ୟ କରନ୍ତୁ। ତ टिल करें बाय बाय, जय जगन्नाथ।